ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ଏବେ ଆସିବ ଖେଳରେ ଅସଲି ମଜା, ପରିବାର ସାମ୍ନାକୁ ଆସିବ ଶିବଙ୍କ ସତ। ହଁ ସାଙ୍ଗମାନେ, ଆପଣମାନେ ଦେଖିବାକୁ ପାଇବେ ଆଜି ଦିଆ ସୁରଞ୍ଜନକୁ କହୁଛି ତମର ଯେତେ ବି ଧାର କରଜ ରହିଛି ସେ ସବୁ ଟଙ୍କା ମୁଁ ସୁଝିନେବି। ଆଉ ଏମିତି କହି ସେ ଗୁଣ୍ଡାମାନଙ୍କୁ କୁହନ୍ତି ତମର କେତେ ଟଙ୍କା ବାକି ଅଛି। ଆଉ ଗୁଣ୍ଡାମାନଙ୍କୁ କହିବ ଆମଠାରୁ ଇଏ 5 ଲକ୍ଷ ନେଇଥିଲା କିନ୍ତୁ ଏବେ କଳନ୍ତର ହୋଇ ତାର 8 ଲକ୍ଷ ହେଲାନି। ଆଉ ଏତେବେଳେ ଦିଆ ତାଙ୍କ କାରକୁ ଦେଇଦେବେ ଆଉ କହିବେ ଯେ ଏ କାର ହେଉଛି 10 ଲକ୍ଷ ଟଙ୍କାର, ଆଉ ତମେ ଏ କାର ନେଇଯାଅ। ଆଉ ଏମିତି କହି ସେ ସୁରଞ୍ଜନକୁ କୁହନ୍ତି ତମେ ବଳବନ୍ତ ରାୟ ପରିବାରର ସାନ ପୁଅ ହବ, ସବୁଠାରୁ ଗେହ୍ଲା ପୁଅ। ଆଉ ଏମିତି କହି ସେ ଶିବର ସବୁ କାହାଣୀ ତାକୁ କୁହନ୍ତି ଆଉ କୁହନ୍ତି ଯେ ଏବେଠାରୁ ତମେ ମୋ ଘରେ ରହିବ। ଆଉ ଏମିତି କହି ସେ ସୁରଞ୍ଜନକୁ ତାଙ୍କ ସାଥିରେ ନେଇଯାଆନ୍ତି। ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ପ୍ରିୟା ଦିଆର ଫଟୋ ଦେଖିଲା ପରେ ପରିବାର ସାମ୍ନାକୁ କହୁଛନ୍ତି ଆରେ ଏ ଦିଆ ଦିଦି ତ ଆମର ଗୋଟିଏ ବୋଲି ସୁନା, କିନ୍ତୁ ଏ ରିୟା ଦିଦିର ଖେଳ ମୁଁ ଦେଖାଉଛି। ଆଉ ଏମିତି କହି ରିୟା ଯେତେବେଳେ ସୁରଞ୍ଜନ ସାଥିରେ ଡ୍ୟାନ୍ସ କରୁଥିବ ସେଇ ଭିଡ଼ିଓଟି ଦେଖେଇବ। ଆଉ ଏତେବେଳେ ସୋନା କହିବ ଏ ମହାନ୍ତି ଘର ପରିବାରର ଇଜ୍ଜତ ବୋଲି କିଛି ନାହିଁ, ଆଉ ସେମାନେ ଆମ ଘରର ଇଜ୍ଜତକୁ ସବୁବେଳେ ପଦାରେ ମିଶାଇଛନ୍ତି। ଆଉ ଏତେବେଳେ ସେ ଦିଆ ଆଉ ବରୁଣକୁ ଡାକି କହିବ ଏବେ ଆସିବ ଖେଳର ଅସଲି ମଜା। ସବୁବେଳେ ସେ ଦିଆର ପାଳି ପଡ଼ୁଥିଲା କିନ୍ତୁ ଏବେ ଆମେ ରିୟାକୁ ମଧ୍ୟ ତା ସାଥିରେ ଏ ଘରୁ ବାହାର କରିଦେବା। ଆଉ ଏମିତି କହି ସେ ମହାନ୍ତି ପରିବାରର ସମସ୍ତିକି ରିୟା, ପିତା ଆଉ ତାଙ୍କ ଝିଅ ପ୍ରିୟାକୁ ମଧ୍ୟ ଘରୁ ବାହାର କରିଦେଉଥିବେ। ଆଉ ଏତେବେଳେ ପ୍ରିୟା ଘରକୁ ଏଣ୍ଟ୍ରି କରି ସେ ଡିଭୋର୍ସ ପେପରରେ ସାଇନ୍ କରି ଆୟନଙ୍କ ଠାରୁ ଡିଭୋର୍ସ ନେଇଯାଇଛନ୍ତି। ଆଉ କହୁଛନ୍ତି ଯେ ଏବେ ଆମେ ସମସ୍ତେ ଏ ଘରେ ରହିବୁ କାରଣ ଆମ ପାଖରେ ଆଉ 3 ଦିନ ସମୟ ଅଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଯେତେବେଳେ ଶିବ ଘରକୁ ପହଞ୍ଚିବେ ସେତେବେଳେ ତ ଖେଳର ଅସଲି ମଜା ଆସିବ ନା? ଯଦି ହଁ ତାହେଲେ ୟେସ୍ ବୋଲି କମେଣ୍ଟ କରନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛୁ, ନମସ୍କାର।